ଆଜିର ଗପର ନାମ କାନ୍ଥବାଡ଼ରେ ବି କାନ ଅଛି। ଗାଁର ନାମ ହରିପୁର। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ଏହି ଗାଁର ପରିବେଶ ଅତ୍ୟନ୍ତ ମନୋହର। ଗଛଲତା ପାହାଡ଼ ପର୍ବତରେ ପରିପୂର୍ଣ୍ଣ। ଏଠାକାର ଲୋକମାନେ ଅତି ଆପଣାର। ସମସ୍ତେ ସମସ୍ତଙ୍କୁ ହୃଦୟରୁ ସାହାଯ୍ୟ କରନ୍ତି। ହେଲେ ଏହି ଗାଁର କିଛି କୁନି କୁନି ପିଲା ଭାରି ଦୁଷ୍ଟ। ସେମାନେ କାହାରି କଥା ମାନନ୍ତି ନାହିଁ। ସମସ୍ତଙ୍କ ବାଡ଼ିରୁ ସବୁଦିନ କିଛି ନା କିଛି ଫଳ ଫୁଲ ଚୋରି କରନ୍ତି, ହେଲେ ଧରା ପଡ଼ନ୍ତି ନାହିଁ। ଦିନକର କଥା, ଗାଁର ଶେଷ ମୁଣ୍ଡରେ ରହୁଥିବା କାଳି ବୁଢ଼ୀ ତା ବାଡ଼ିରେ ଅନେକ ଫଳ ଫୁଲର ଗଛ ଲଗାଇଥାଏ। ତା ବାଡ଼ିରେ ବରକୋଳି ଗଛ ମଧ୍ୟ ଥିଲା। ସେ ବରକୋଳି ଭାରି ମିଠା। ହେଲେ ସେ ଦୁଷ୍ଟ ପିଲାଙ୍କ କବଳରୁ କ'ଣ ସେ କୋଳି ଗୁଡ଼ିକୁ ବଞ୍ଚିପାରିବ? ସତକୁ ସତ ଦିନେ ସେ ପିଲାମାନେ ବୁଢ଼ୀ ବାଡ଼ିରୁ କୋଳି ଚୋରି କରିବେ ବୋଲି କଥା ହେଉଥିଲେ। ତାଙ୍କ ମଧ୍ୟରୁ ଗୋଟିଏ ସାଙ୍ଗ କହିଲା, ଆରେ ଏତେ ବଡ଼ ପାଟିରେ କଥା ହୁଅନି। ତମେମାନେ କ'ଣ ଜାଣିନ, ଆମ କଥା କାନ୍ଥବାଡ଼ ଶୁଣିଦେବ। ଏ କଥା ଶୁଣି ତା ସାଙ୍ଗମାନେ ଠୋ ଠୋ କରି ହସିଲେ, ଆଉ ତାର ମଜା ଉଡ଼ାଇ କହିଲେ, ଆରେ ତୁ କେଡ଼େ ବୁଦ୍ଧୁଟା କିରେ, କାନ୍ଥବାଡ଼ ଆମ କଥା ଶୁଣିବ କେମିତି? ତାର କ'ଣ ଆମ ଭଳି କାନ ଅଛି କି? ସତରେ ତୁ ଗୋଟେ ବୁଦ୍ଧୁଟେ। ଏଇଭଳି ତାର ମଜାକ ଉଡ଼ାଇ ନେଲେ। ତା ପରଦିନ ସକାଳୁ ସକାଳୁ ସେମାନେ କାଳି ବୁଢ଼ୀ ବାଡ଼ିକୁ କୋଳି ଚୋରି କରିବାକୁ ଗଲେ। ହେଲେ ସେମାନେ କ'ଣ ଜାଣିଥିଲେ ସତରେ ତାଙ୍କ କଥାକୁ କାନ୍ଥ ଶୁଣି ନେଇଥିବ? ଏ ଦୁଷ୍ଟ ପିଲାମାନେ ସେଠାରେ ପହଞ୍ଚିବା ପୂର୍ବରୁ ସେ କାଳି ବୁଢ଼ୀ ଆଗରୁ ହିଁ ଲୁଚିକି ବସିଥିଲା, ଆଉ ସେମାନଙ୍କୁ ଧରି ବାନ୍ଧି ପକାଇଲା। ଆଉ କହିଲା, ଆରେ ବିଛୁଆତି ଦଳ, ତମେମାନେ ମୋ ବାଡ଼ିରୁ କୋଳି ଚୋରି କରିବ ନାହିଁ। ଯାହା ହେଉ କାଲି ମୁଁ ତୁମମାନଙ୍କ କଥା ଶୁଣି ନେଇଥିଲି, ନହେଲେ ତମେମାନେ ତ ମୋ ଗଛରୁ ସବୁତକ କୋଳି ଝଡ଼େଇ ଦେଇଥାନ୍ତ। ଆରେ ଆରେ ଦଉଛି ରୁହ ଏବେ ତୁମମାନଙ୍କୁ। ବିଛୁଆତି ପରି ହଉଛ ନାହିଁ? ସତରେ ଯଦି ତୁମଠେଇ ବିଛୁଆତି ମୁଁ ନ ଲଗେଇଛି, ତାହେଲେ ମୋ ନାଁ ବି କାଳି ନୁହଁ। ଏତିକି ବେଳେ ସେ ପିଲାଟା ତା ସାଙ୍ଗମାନଙ୍କୁ କହିଲା, ଦେଖିଲ ତ କ'ଣ ହେଲା? ମୁଁ ତୁମମାନଙ୍କୁ କହିଲି ଏତେ ବଡ଼ ପାଟିରେ କଥା ହୁଅନି, ଆମ କଥା କାନ୍ଥବାଡ଼ ଶୁଣିଦେବ। ତୁମେମାନେ ମୋ କଥାକୁ ଶୁଣିଲନି। ଏବେ ଆଉ କ'ଣ କରିବା? ଏ ବୁଢ଼ୀ ତ ଆମକୁ ଆଉ ଛାଡ଼ିବନି। ଏବେ ସବୁ ସାଙ୍ଗମାନେ ମିଶିକି କାଳି ବୁଢ଼ୀକୁ ଭୁଲ ମାଗିଲେ, ଆଉ କହିଲେ, କାଳି ବୁଢ଼ୀ ମା, ଆମମାନଙ୍କୁ ଛାଡ଼ିଦେ। ଆମେ ଆଉ କାହା ବାଡ଼ିରୁ କିଛି ଚୋରି କରିବୁ ନାହିଁ। ଆମେ ଜାଣିଲୁ ଚୋରି କରିବା ଗୋଟେ ଖରାପ କାମ। ଏବେ ତୁ ଆମକୁ ଛାଡ଼ିଦେ। ଶେଷରେ ସେ କାଳି ବୁଢ଼ୀ ସେମାନଙ୍କୁ ଛାଡ଼ିଦେଲା। ଆଜିର ଏହି ଗଳ୍ପରେ ଆମେ କ'ଣ ଜାଣିଲେ? ନା, ଖରାପ କାମ କଥା ଚିନ୍ତା କରିବା ନାହିଁ କି କୌଣସି କଥାକୁ ସମାଲୋଚନା କରିବା ନାହିଁ। ଆଜିର ଏହି ଗଳ୍ପ ଅଳ୍ପ ମୋର ଏତିକି।